ଯଦି ଆପଣମାନେ ଅଦର କାଷ୍ଟରେ ମ୍ୟାରେଜ କରୁଛନ୍ତି ତ ଆପଣମାନେ ଅଦର କାଷ୍ଟରେ ମ୍ୟାରେଜ କରିବା ଫଳରେ ଯେଉଁ ସରକାରଙ୍କ ତରଫରୁ ଯେଉଁ ମିଳେ 2.5 ଲକ୍ଷ ଟଙ୍କାର ଗୋଟେ ପ୍ରୋତ୍ସାହନ ରାଶି ଆପଣମାନେ ସେ 2.5 ଲକ୍ଷ ଟଙ୍କାର ଗୋଟେ ପ୍ରୋତ୍ସାହନ ରାଶି କେମିତି ପାଇବେ। ସୋ ଏଇ ଭିଡ଼ିଓରେ ମୁଁ ଆଲୋଚନା ଆମେ କରିବା କେମିତି ଆପଣମାନେ ସରକାରଙ୍କ ତରଫରୁ 2.5 ଲକ୍ଷ ଟଙ୍କା ପାଇବେ ଯଦି ଆପଣମାନେ ଅଦର କାଷ୍ଟରେ ମ୍ୟାରେଜ କରୁଛନ୍ତି ବା ଇଣ୍ଟର କାଷ୍ଟରେ ମ୍ୟାରେଜ କରୁଛନ୍ତି। ସୋ ଆପଣମାନଙ୍କ ଡକୁମେଣ୍ଟ କ'ଣ ଲାଗିବ, ଡକୁମେଣ୍ଟ କ୍ରାଇଟେରିଆ ବେସିସ୍ କ'ଣ, କେଉଁମାନେ ଆପ୍ଲାଏ କରିପାରିବେ, କ'ଣ ସବୁ ଡକୁମେଣ୍ଟ ରହିଛି, ଆର ସବୁ ଗାଇଡ଼ଲାଇନ୍ କ'ଣ, ଚାଲନ୍ତୁ ଏଇ ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା କେତେ ଦିନ ଭିତରେ ଆପଣମାନଙ୍କୁ 2.5 ଲକ୍ଷ ଟଙ୍କା ମିଳିବ। ସବୁର ଇନଫର୍ମେସନ୍ ଏଇ ଭିଡ଼ିଓ ମାଧ୍ୟମରେ ଦେବି। ଅନଲାଇନରେ ଆବେଦନ କରିବେ କି ଅଫଲାଇନରେ କରିବେ, କେଉଁଠି ଆବେଦନ କରିବେ, କେମିତି କରିବେ, ସବୁର ଇନଫର୍ମେସନ୍ ଆପଣମାନଙ୍କୁ ମୁଁ ଏଇ ଭିଡ଼ିଓରେ ଦେବି। ତା ପୂର୍ବରୁ ଆପଣମାନେ ଯଦି ଆମ ଭିଡ଼ିଓରେ ଚ୍ୟାନେଲରେ ନୂଆ ଆସୁଛନ୍ତି ତ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ଘଣ୍ଟିକୁ ଅଲ୍ରେ ଦବାଇ ଦିଅନ୍ତୁ। ଆଉ ମୁଁ ଯେଉଁ ଭିଡ଼ିଓ ଛାଡ଼ିବି ଆପଣଙ୍କୁ ସର୍ବପ୍ରଥମେ ମିଳିଯିବ। ଆଉ ଯଦି ଆପଣ ଆମ ଫେସବୁକ୍ ପେଜ୍ରେ ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ଆମ ପେଜ୍କୁ ଫଲୋ କରିବାକୁ ଜମାରୁ ବି ଭୁଲିବେନି, ଠିକ୍ ଅଛି। ସୋ ଦର୍ଶକ ବନ୍ଧୁ, ଆଉ ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ସେୟାର କରି ଅନ୍ୟମାନଙ୍କୁ ନିଶ୍ଚିନ୍ତ ଜଣାଇବେ। ସୋ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସୋ ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଆପଣ ଦେଖିପାରୁଥିବେ ଇଣ୍ଟର କାଷ୍ଟରେ ମ୍ୟାରେଜ କଲେ ଆପଣମାନଙ୍କୁ ଯେଉଁ 2.5 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ସେଇଟା ଆପଣମାନେ କେମିତି ପାଇବେ। ଫାଷ୍ଟ ଅଫ୍ ଅଲ୍ ଆପଣମାନେ 2.5 ଲକ୍ଷ ଟଙ୍କାର ଯେଉଁ ପାଇବେ, ଯେଉଁ 2.5 ଲକ୍ଷ ଟଙ୍କା ସେଇଟା ତାର ଡକୁମେଣ୍ଟ ସବୁ କ'ଣ ରହିଛି, ଆମେ କେଉଁ କେଉଁ ଡକୁମେଣ୍ଟ ନେଇକି ଆବେଦନ କରିବା। ସୋ ଡକୁମେଣ୍ଟ ସବୁ ମୁଁ ଆପଣମାନଙ୍କୁ ଏଇଠି କହି ରଖିବାକୁ ଚାହୁଁଛି। ଆପଣ ଦେଖିବେ ଏଇଠି ଗୋଟେ ଆପଣମାନଙ୍କୁ ଦେଖାଉଛି ହୁ କ୍ୟାନ୍ ଆପ୍ଲାଏ, କିଏ ଆକୁ ଆପ୍ଲାଏ କରିପାରିବେ। ଇନେକ୍ଟିଭ ଆୱାର୍ଡ ଫର୍ ଇଣ୍ଟର କାଷ୍ଟ ମ୍ୟାରେଜ ଫର୍ social interrogation and removal authorizable there is the professional of awarding cash inactive in the intercaste marriage couple marriage। ଠିକ୍ ଅଛି, ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି କେଉଁମାନେ ଆପ୍ଲାଏ କରିବେ। ହୁ କ୍ୟାନ୍ ଆପ୍ଲାଏ ଇଣ୍ଟରକାଷ୍ଟ ମ୍ୟାରେଜରେ ବିଲଙ୍ଗ ଟୁ ହିନ୍ଦୁ କମ୍ୟୁନିଟି ମ୍ୟାରେଜ ଶୋଲ୍ ବି ଭ୍ୟାଲିଡ୍ ଆଜ୍ ଫର୍ ଦ ଲ ଆଣ୍ଡ ଡେଲି ରେଜିଷ୍ଟର ଅଣ୍ଡର ଦ ହିନ୍ଦୁ ମ୍ୟାରେଜ ଆକ୍ଟ 1955। ଠିକ୍ ଅଛି, ମାନେ ଯଦି ଆପଣ ହିନ୍ଦୁ ମ୍ୟାରେଜ ହିସାବରେ ଯଦି ଆପଣମାନେ ଗୋଟେ ଅଦର କାଷ୍ଟରେ ମ୍ୟାରେଜ କରୁଛନ୍ତି ତାହେଲେ ଆପଣମାନଙ୍କୁ ଗୋଟେ 2.5 ଲକ୍ଷ ଟଙ୍କାର ଗୋଟେ ପ୍ରୋତ୍ସାହନ ରାଶି ଦିଆଯିବ। ତା ପାଇଁ ଆପଣମାନଙ୍କର ଡକୁମେଣ୍ଟ ସବୁ କ'ଣ ରହିବ, ଡକୁମେଣ୍ଟ କ୍ରାଇଟେରିଆ ବେସିସ୍ ଆପଣମାନଙ୍କୁ ଏଇଠି ଦେଖାଇ ଦେଉଛି। ଡକୁମେଣ୍ଟ ସବୁ କ'ଣ ରହିବ, ରିକ୍ୱାର୍ଡ ଡକୁମେଣ୍ଟ ଆପଣମାନଙ୍କୁ 1 2 3 4 5 6ଟା ଡକୁମେଣ୍ଟ ଆପଣମାନଙ୍କର ଆବଶ୍ୟକତା ହେବ। 6ଟା ଡକୁମେଣ୍ଟ କ'ଣ, 6ଟା ଡକୁମେଣ୍ଟରେ 2ଟା ଆନେକ୍ସଚର ରହିବ, ଆନେକ୍ସଚର ଡବଲ ଆଇ, ଆନେକ୍ସଚର ଆଇଭି। ଠିକ୍ ଅଛି, କ'ଣ ଏଇ ଆନେକ୍ସଚର ଡବଲ ଆଇ ଏଇଠି ଆପଣମାନଙ୍କୁ ଦେଖାଇ ଦେଉଛି। ଏଇଠି ଆପଣ ମାର୍କ ବେସିକ୍ସରେ ଦେଖାଇ ଦେଉଛି ଆନେକ୍ସଚର ଡବଲ ଆଇ ଆଉ ଆନେକ୍ସଚର ଆଇଭି। କ'ଣ ଏଇ ଆନେକ୍ସଚର ଡବଲ ଆଇ, କ'ଣ ଏଇ ଆନେକ୍ସଚର ଆଇଭି, ତାର ମଧ୍ୟ ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଆଲୋଚନା କରିବି। ତା ପୂର୍ବରୁ ଆପଣମାନେ ଟିକେ ଭିଡ଼ିଓକୁ ଫୁଲ୍ ଦେଖିବାକୁ ଅନୁରୋଧ। ଦେଖିପାରୁଥିବେ ଏଇଠି କହିଲା କ'ଣ, ସ୍କାନ୍ ଫଟୋକପି ଅଫ୍ ଦ ରେଜିଷ୍ଟର ମ୍ୟାରେଜ ସାର୍ଟିଫିକେଟ୍। ଠିକ୍ ଅଛି, ଆପଣମାନେ ଗୋଟେ ରେଜିଷ୍ଟର ଯେଉଁ ମ୍ୟାରେଜ ସାର୍ଟିଫିକେଟ୍ ଯେଉଁ ଆପଣମାନଙ୍କର ଥିବ, ମ୍ୟାରେଜ ସାର୍ଟିଫିକେଟ୍ର ଗୋଟେ ଫଟୋକପି ଆପଣମାନେ ତାକୁ ଜେରକ୍ସ କରିନେବେ। ଗୋଟେ ମ୍ୟାରେଜ ସାର୍ଟିଫିକେଟ୍ ଆପଣମାନଙ୍କର ଲାଗିବ, ଗୋଟେ ଜେରକ୍ସ କପି ଲାଗିବ ମ୍ୟାରେଜ ସାର୍ଟିଫିକେଟ୍ର। ଆଉ ଆପଣମାନଙ୍କୁ ଏଇଠି କହି ରଖିବାକୁ ଚାହୁଁଛି ଯଦି ଆପଣମାନେ ମ୍ୟାରେଜ ସାର୍ଟିଫିକେଟ୍ କେମିତି ଆପ୍ଲାଏ ହେବ ସେଇଟା ଜାଣିନାହାନ୍ତି, ଅନଲାଇନରେ କେମିତି ଆପଣମାନେ ନିଜର ମ୍ୟାରେଜ ସାର୍ଟିଫିକେଟ୍ ପାଇଁ ଆବେଦନ କରିପାରିବେ, ମୋତେ କମେଣ୍ଟ କଲେ, ଏଇ ଭିଡ଼ିଓରେ କମେଣ୍ଟ କଲେ ମୁଁ ଆପଣମାନଙ୍କ ପାଇଁ ନେକ୍ସଟ ଭିଡ଼ିଓରେ ନେଇ ଆସିବି। ଆପଣମାନେ କେମିତି କ'ଣ ମ୍ୟାରେଜ ସାର୍ଟିଫିକେଟ୍ ଆପ୍ଲାଏ କରିବେ, ସେଇଟା କେମିତି ଆପ୍ଲାଏ କରିବେ, ଆପ୍ଲାଏ କଲା ପରେ ସାର୍ଟିଫିକେଟ୍ ଆପଣମାନଙ୍କୁ କେଉଁଠୁ ଆଣିବାକୁ ପଡ଼ିବ, ସବୁର ଇନଫର୍ମେସନ୍ ମୁଁ ସେ ଭିଡ଼ିଓରେ ନେଇ ଆସିବି। ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଯଦି ଆପଣମାନେ ଆମ ହ୍ୱାଟ୍ସଆପ୍ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି ତାହେଲେ ଆମ ଭିଡ଼ିଓରେ ଡେସ୍କ୍ରିପସନ୍ରେ ଆପଣମାନଙ୍କୁ ଲିଙ୍କ ମିଳିଯିବ। ସେ ଲିଙ୍କରେ ଆପଣମାନେ କ୍ଲିକ୍ କରି ହ୍ୱାଟ୍ସଆପ୍ ଆଉ ଟେଲିଗ୍ରାମ ଗ୍ରୁପ୍ରେ ମଷ୍ଟ ଜଏନ୍ ହେଇଯାନ୍ତୁ। କାହିଁକିନା ଆମେ ଯେଉଁ ଭିଡ଼ିଓ ଛାଡ଼ିବା ପୂର୍ବରୁ ହ୍ୱାଟ୍ସଆପ୍ ଟେଲିଗ୍ରାମ ଗ୍ରୁପ୍ରେ ତାର ଇନଫର୍ମେସନ୍ଟି ଦେଇଥାଉ। ସୋ ନେକ୍ସଟରେ ଆପଣମାନଙ୍କର ସ୍କାନ୍ ଫଟୋକପି ଅଫ୍ କାଷ୍ଟ ସାର୍ଟିଫିକେଟ୍ ବୋଥ୍ ସ୍ପାଉସ୍ ଷ୍ଟାର୍ଟିଂ ଦେୟାର ଇନ୍ ଦ କମ୍ୟୁନିଟି ଆଣ୍ଡ ସବକାଷ୍ଟ ହୁଇଚ୍ ଦ ବିଲଙ୍ଗ। ଇଏ କହିଲା କ'ଣ ନା, ଯଦି ଆପଣ ଯାହାକୁ ମ୍ୟାରେଜ କରିଥିବେ ବା ଯେଉଁ ମ୍ୟାରେଜ କରିଥିବେ ଆପଣମାନଙ୍କର ଫାଷ୍ଟ କାଷ୍ଟ କେଉଁଠି, ଯଦି ଆପଣମାନେ ଗୋଟେ ହଜବେଣ୍ଡ, ଗୋଟେ ଲେଡ଼ିଜ୍ ଯେଉଁ ୱାଇଫ୍ ଆପଣମାନଙ୍କୁ ଯାହାକୁ ମ୍ୟାରେଜ କରିଥିବେ ତାଙ୍କର ବାପ ଘର ହିସାବରେ ଗୋଟେ କାଷ୍ଟ ସାର୍ଟିଫିକେଟ୍ ଲାଗିବ। ତାଙ୍କର ବାପ ଘରେ ଯେଉଁ ଜାତିଟା ଥିବ ସେଇ ଜାତିର କାଷ୍ଟ ସାର୍ଟିଫିକେଟ୍ଟା ସେଠୁ ସେ ବାହାର କରିବେ। ସେଇ ସାର୍ଟିଫିକେଟ୍ଟା ବାହାର କଲା ପରେ ସେଇ ସାର୍ଟିଫିକେଟ୍ ହିସାବରେ ଆପ୍ଲାଏ ହେବ।
ଠିକ୍ ଅଛି। 2 ଜଣ ଲାଗିବ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ୱାଇଫ୍ ଏବଂ ହଜବେଣ୍ଡ 2 ଜଣଙ୍କର କାଷ୍ଟ ସାର୍ଟିଫିକେଟ୍ ଲାଗିବ। ବୋଥ୍ କାଷ୍ଟ ସାର୍ଟିଫିକେଟ୍ ଆବଶ୍ୟକତା ହବ। ନେକ୍ସଟ ଆପଣମାନଙ୍କର ସ୍କାନ୍ ଜଏଣ୍ଟ ଫଟୋ ଅଫ୍ କପୁଲ ମାନେ 2 ଜଣ ହଜବେଣ୍ଡ ଆଉ ୱାଇଫ୍ ର ଗୋଟେ ଜଏଣ୍ଟ ଫଟୋ ଲାଗିବ। ତା ନେକ୍ସଟ ଷ୍ଟେପରେ କହିଲା ସ୍କାନ୍ ଫଟୋକପି ଅଫ୍ ଡିକ୍ଲାରେସନ୍ ଫ୍ରମ୍ ଡେଲି ସାଇନ୍ ଆନେକ୍ସର ଡବଲ୍ ଆଇ ଆନେକ୍ସର ଆଇଭି। ଏଇ ଆନେକ୍ସର ଡବଲ୍ ଆଇ ଆନେକ୍ସର ଆଇଭି କଣ ମୁଁ ଏଇଟା ଭିଡ଼ିଓ ଲାଷ୍ଟରେ ଆପଣମାନଙ୍କୁ କହିବି ସେଇଟା ଦେଖେଇବି। ଆନେକ୍ସର ଡବଲ୍ ଆଇ ଓ ଆନେକ୍ସର ଆଇଭି ତାର କାମ କଣ ସେଟା କୋଉଠି ଆପଣମାନେ କାର୍ଯ୍ୟକାରୀ ଆସିବ କୋଉଠି ଆପଣମାନଙ୍କର ସେଟା ଲାଗିବ ମୁଁ ସେଟାକୁ ଆପଣମାନଙ୍କୁ ଭିଡ଼ିଓ ଲାଷ୍ଟରେ ଦେଖେଇଦେବି। ସୋ ତାପରେ କହିଲା କଣ ନା ସ୍କାନ୍ ଫଟୋକପି ଅଫ୍ ଜଏଣ୍ଟ ପାସବୁକ୍ ଅଫ୍ କପୁଲ ଏନି ଗଭର୍ଣ୍ଣମେଣ୍ଟ ନ୍ୟାସନାଲାଇଜ୍ଡ ବ୍ୟାଙ୍କ। ମାନେ ଆପଣମାନେ ଗୋଟେ ଜଏଣ୍ଟ ପାସବୁକ୍ ଖୋଲିଥିବେ ଗୋଟେ ଜଏଣ୍ଟ ପାସବୁକ୍ ନିଶ୍ଚିନ୍ତ ଗୋଟେ ବ୍ୟାଙ୍କରେ ଖୋଲିବେ। ଏନି ଗଭର୍ଣ୍ଣମେଣ୍ଟ ନ୍ୟାସନାଲ ବ୍ୟାଙ୍କରେ ଆପଣମାନେ ଯୋଉଠି ବି ଖୋଲିପାରିବେ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ନଟ୍ ଏ ପ୍ରାଇଭେଟ ବ୍ୟାଙ୍କ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କରେ ଆପଣମାନେ ଗୋଟେ ଜଏଣ୍ଟ ପାସବୁକ୍ ଖୋଲିବେ। ସେ ଜଏଣ୍ଟ ପାସବୁକ୍ ଗୋଟେ ଜେରକ୍ସ କପି ନିଶ୍ଚିନ୍ତ ଦରକାର ହବ। ନେକ୍ସଟ ଆପଣମାନଙ୍କର ସ୍କାନ୍ ଫଟୋକପି ଅଫ୍ ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍ ଅଫ୍ ବୋଥ୍ ସ୍ପାଉସ୍। ମାନେ 2 ଜଣଙ୍କର ସ୍ୱାମୀ ସ୍ତ୍ରୀ ଉଭୟ 2 ଜଣଙ୍କର ଗୋଟେ 2ଟା ବାର୍ଥ ସାର୍ଟିଫିକେଟ୍ ଲାଗିବ ବା ଜନ୍ମ ସାର୍ଟିଫିକେଟ୍ ଯୋଉଟା ଆପଣମାନେ କହୁଛନ୍ତି ସେଇଟା ଲାଗିବ। ସୋ ଏଇ ସବୁ ଡକୁମେଣ୍ଟ ଆପଣମାନଙ୍କର ରହିବ ରିକ୍ୱାର୍ଡ ବେସିସରେ ଆପଣମାନଙ୍କର ଏଇ ସବୁ ଡକୁମେଣ୍ଟ ରହିବ। ଏଇ ସବୁ ଡକୁମେଣ୍ଟ ନେଇକି ଆପଣମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନରେ କେମିତି ଆବେଦନ କରିବେ ତା ମଧ୍ୟ ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଛୋଟ ସ୍କିପ୍ ଦେଖେଇ ଦଉଛି। ଅନଲାଇନରେ କେମିତି ଆପଣମାନେ ଆବେଦନ କରିବେ। ଆବେଦନ କରିବା ପାଇଁ ହେଲେ ଆପଣମାନେ ଦେଖିପାରୁଥିବେ ଆର ୱେବସାଇଟର ଲିଙ୍କ ମୁଁ ଦେଇଦେବି sumangalodisha.gov.in। ଆର ୱେବସାଇଟର ଲିଙ୍କ ଆପଣମାନଙ୍କୁ ଭିଡ଼ିଓର ଡେସ୍କ୍ରିପସନରେ ମିଳିଯିବ। ଆପଣମାନେ ଯାଇକି ଲିଙ୍କରେ କ୍ଲିକ୍ କରିକି ଏ ୱେବସାଇଟକୁ ଡାଇରେକ୍ଟ ଏଇ ପେଜକୁ ଆପଣମାନେ ଆସିଯିବେ। ଆସିଗଲା ପରେ ଏଇଠି ଆପଣମାନେ ଡକୁମେଣ୍ଟ ସବୁ ରିକ୍ୱାର୍ଡ ଅଛି ଆପଣମାନେ ପଢ଼ି ନେବେ। ପଢ଼ିଗଲା ପରେ ଏଇଠି ଆପଣମାନଙ୍କୁ ନେକ୍ସଟ ତଳକୁ ସ୍କ୍ରୋଲ କରିବେ। ଏଇଠି ଗୋଟେ ଆପଣମାନଙ୍କୁ ଲେଖା ହେଇଥିବ ରେଜିଷ୍ଟର ହିଅର। ଠିକ୍ ଅଛି। ଆପଣମାନେ ରେଜିଷ୍ଟର ହିଅର ଉପରେ କ୍ଲିକ୍ କରିବେ। ରେଜିଷ୍ଟର ହିଅର ଉପରେ କ୍ଲିକ୍ କଲା ପରେ ଆପଣମାନଙ୍କ ସାମ୍ନାରେ ଏଇଭଳିଆ ଇଣ୍ଟରଫେସଟି ଖୋଲିଯିବ। ଆପଣମାନେ ଏଇଠି ଦେଖିପାରୁଥିବେ ଏଇଠି କହିଲା କଣ ନା ଆପ୍ଲିକାଣ୍ଟ ଟାଇପ୍। ଠିକ୍ ଅଛି। ଆପ୍ଲିକାଣ୍ଟ ଟାଇପ୍ ଆପଣମାନେ ଆପ୍ଲିକାଣ୍ଟ ଟାଇପ୍ରେ ହଜବେଣ୍ଡ ଆଉ ୱାଇଫ୍ ଯିଏ ଜଣଙ୍କର ଗୋଟେ ଆପ୍ଲିକାଣ୍ଟ ହିସାବରେ ଆପଣମାନେ ସେଟା ରେଜିଷ୍ଟର କରିବେ। ହଜବେଣ୍ଡରେ କ୍ଲିକ୍ କରିକି ହଜବେଣ୍ଡର ଡିଟେଲ୍ସ ଦିଅନ୍ତୁ ବା ୱାଇଫରେ କ୍ଲିକ୍ କରି ୱାଇଫର ଡିଟେଲ୍ସ ଦିଅନ୍ତୁ। ଯଦି ବା ଆପଣମାନେ ହଜବେଣ୍ଡରେ କ୍ଲିକ୍ କରୁଛନ୍ତି ତାହେଲେ ହଜବେଣ୍ଡର ଫୁଲ୍ ନେମ୍ ଏଇ ଜାଗାରେ ଆପଣମାନେ ହଜବେଣ୍ଡର ଫୁଲ୍ ନେମ୍‌ଟି ଲେଖିବେ। ତାଙ୍କ ମେଲ୍ ଆଇଡିଟା ମ୍ୟାଣ୍ଡେଟୋରି ମେଲ୍ ଆଇଡିଟା ପକେଇବେ। ପାସୱାର୍ଡଟା ଦେବେ କନଫର୍ମ ପାସୱାର୍ଡ ଗୋଟେ ଦେବେ। ଫୋନ୍ ନମ୍ବର ଦେବେ ଯୋଉଟାକି ଆପଣମାନଙ୍କର ଆଧାର ସହିତ ଯୋଉ ନମ୍ବରଟା ଲିଙ୍କ ଥିବ ସେଇ ନମ୍ବରଟା ଆପଣମାନେ ଏଇ ଜାଗାରେ ଏଣ୍ଟର କରିବେ। ତାପରେ ଆପଣମାନେ ଏଣ୍ଟର କଲା ପରେ ଏଇଠି ଜେନେରେଟ୍ ଓଟିପି ଉପରେ କ୍ଲିକ୍ କରିବ। ଯେକୌଣସି ଓଟିପି ଆପଣମାନଙ୍କ ମୋବାଇଲ ଯିବ ଏଇ ଜାଗାରେ ଆପଣମାନେ ଓଟିପିଟାକୁ ଏଣ୍ଟର କରିବେ। ଓଟିପିକୁ ଏଣ୍ଟର କଲା ପରେ ତଳକୁ ସ୍କ୍ରୋଲ୍ କରିକି ଆସିବେ। ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଯାହା ଥିବ ଆପଣମାନେ ଡିଷ୍ଟ୍ରିକ୍ଟକୁ ଆପଣମାନଙ୍କ ହିସାବରେ ସିଲେକ୍ଟ କରିନେବେ। ଆପଣମାନଙ୍କର ଯୋଉ ବି ଡିଷ୍ଟ୍ରିକ୍ଟ ଥିବ ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ତାପରେ ଆପଣମାନଙ୍କର ବ୍ଲକଟି ଆପଣମାନେ ଯାହା ଥିବ ଯୋଉ ବ୍ଲକ ଥିବ ଆପଣମାନେ ବ୍ଲକଟି ସିଲେକ୍ଟ କରିବେ। ବ୍ଲକଟି ସିଲେକ୍ଟ କଲା ପରେ ଆପଣମାନେ କଣ କରିବେ ନା ଆପଣମାନଙ୍କର ସିଟି ଯାହା ଥିବ ଆପଣମାନେ ସିଟି ଦେଇନେବେ। ସିଟି ଦେଇ ସାରିଲା ପରେ ଆପଣମାନଙ୍କର ପିନକୋଡଟି ଦେଇନେବେ। ଠିକ୍ ଅଛି। ଆପଣମାନଙ୍କର ପିନକୋଡଟି ଦେଇନେବେ। ପିନକୋଡ୍ ଦେଲା ପରେ ଏଣ୍ଟର ପରମାନେଣ୍ଟ ଆଡ୍ରେସ ଆପଣମାନେ ଯୋଉ ଆଡ୍ରେସ ଆପଣଙ୍କର ଯାହା ଥିବ ଫୁଲି ଆଡ୍ରେସ ଆପଣମାନଙ୍କର ଲେଖିଦେବେ। ଆଡ୍ ପୋଷ୍ଟ ସିଟି ଡିଷ୍ଟ୍ରିକ୍ଟ ପିନକୋଡ ଷ୍ଟେଟ୍ ସବୁ ଫୁଲ୍ ଲେଖିଦେବେ। ଲେଖି ସାରିଲା ପରେ ଆପଣମାନେ ଏଇଠି ଯୋଉ କ୍ୟାପଚା ଆସିଥିବ ଏଇ କ୍ୟାପଚାଟାକୁ ଆପଣମାନେ କଣ କରିବେ ନା କ୍ୟାପଚାଟାକୁ ଭଲସେ ପଢ଼ିକି ଆପଣମାନେ ଏଇ ଜାଗାରେ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ କଲା ପରେ ତାପରେ ରେଜିଷ୍ଟର ହିଅର ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣମାନଙ୍କର ରେଜିଷ୍ଟର ପ୍ରୋସେସଟି ସକ୍ସେସଫୁଲ ହେଇଯିବ। ତାପରେ ଆପଣମାନେ ଆବେଦନ ଫର୍ମଟି ଖୋଲିଯିବ। ଆପଣମାନେ ଆବେଦନ କରିପାରିବେ। ଯେମିତି ଆମ ପାଖକୁ କୌଣସି ଯଦି କିଏ କଷ୍ଟମର ଆସିଲେ ଆବେଦନ କରିବା ପାଇଁ ତାହେଲେ ଆପଣମାନଙ୍କ ପାଇଁ ମୁଁ ନିଶ୍ଚିନ୍ତ ଆବେଦନର ଭିଡ଼ିଓଟି ଆପଣମାନଙ୍କ ପାଇଁ ନେଇ ଆସିବି। କେମିତି କଣ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିବେ ସେଇ ଭିଡ଼ିଓ ମଧ୍ୟ ମୁଁ ଆପଣମାନଙ୍କୁ ନେଇ ଆସିବି। ସୋ ବାକି ରହିଲା ଆପଣମାନଙ୍କର ଯୋଉ ଆନେକ୍ସର ଆଇ ଆଉ ଡବଲ୍ ଆଇ ଆନେକ୍ସର ଆଇଭିଟା କଣ ସେଟା କୋଉ କାର୍ଯ୍ୟରେ ଲାଗିବ ସେଇଟା ମୁଁ ଆପଣମାନଙ୍କୁ ଦେଖେଇ ଦେବାକୁ ଚାହୁଁଛି। ସୋ ଦେଖିପାରୁ ଏଇଟା ହେଲା ଆନେକ୍ସର ଡବଲ୍ ଆଇ। ଠିକ୍ ଅଛି। ଆନେକ୍ସର ଡବଲ୍ ଆଇ କାମ କଣ ନା ଏଇଟା ହଉଛି ଗୋଟେ ଡିକ୍ଲାରେସନ ଫର୍ମ। ଏଇଟା ଆପଣମାନେ ଯେତେବେଳେ ଆପ୍ଲାଏ କରିବେ ସେଇଠି ଏ ଡିକ୍ଲାରେସନ ଫର୍ମଟିକୁ ଦେଇଦେବେ। ସୋ ଏଇଠି ଆପଣମାନେ ହଜବେଣ୍ଡରେ ଯଦି ଆପଣମାନେ ଯଦି ଫିଲ୍ଅପ୍ କରୁଛନ୍ତି ହଜବେଣ୍ଡର ନାଁ ଯାହା ଲେଖିଦେବେ ସନ୍ ଅଫ୍ ଶ୍ରୀ ଆପଣମାନେ ତାଙ୍କ ବାପାଙ୍କ ନାଁ ଲେଖିଦେବେ। ତାପରେ ଲେଖି ସାରିଲା ପରେ ରେସିଡେନ୍ସ ସେ କୋଉ ଜାଗାରୁ ବିଲଙ୍ଗ କରୁଛନ୍ତି ସେଇଟା ଏଇ ଜାଗାରେ ଲେଖିବେ। ଲେଖି ସାରିଲା ପରେ ତାଙ୍କର ୱାଇଫ୍ ନାଁଟାକୁ ଲେଖିବେ। ୱାଇଫ୍ ନାଁଟାକୁ ଲେଖିଲେ ତାଙ୍କ ୱାଇଫ୍ ଡଟର ଅଫ୍ ମାନେ ୱାଇଫ୍ ଙ୍କର ବାପାଙ୍କ ନାଁ ଲେଖିବେ। ୱାଇଫ୍ ବିଲଙ୍ଗ କୋଉଠୁ କରୁଛନ୍ତି ରେସିଡେଣ୍ଟ ଭିଲେଜ ନାଁଟି ଲେଖିଦେବେ। ଡୁ ହେଭି ସ୍ଲୋମଲି ଆଫ୍ରେନ୍ ଟୁ କଣ୍ଟିନ୍ୟୁ ଟୁ ଲିଭ୍ ଆଜ୍ ହଜବେଣ୍ଡ ଅଫ୍ ୱାଇଫ୍ ଆଣ୍ଡ
avid by the rules date ପକେଇବେ, ପ୍ଲେସ୍ ପକେଇବେ, ସିଗ୍ନେଚର ଅଫ୍ ହଜବେଣ୍ଡ, ସିଗ୍ନେଚର ଅଫ୍ ୱାଇଫ୍ ଏସବୁ ପକେଇ ସାରିଲା ପରେ ଆପଣମାନେ ସିଗ୍ନେଚର ଅଫ୍ ରେସିପିଟାଣ୍ଟ ଆପଣମାନେ ସିଗ୍ନେଚର ଗୁଡ଼ା ଦେଇଦେବେ। ହଜବେଣ୍ଡ ଯିଏ ଥିବେ ତାଙ୍କର ଗୁଡ଼ା ସିଗ୍ନେଚର ଦେଇଦେବେ। ନହେଲେ ସେ ଦେଇ ସାରିଲା ପରେ ଆପଣମାନେ ଯେଉଁ ଆନେକ୍ସା ଡବଲ, ସେ ଡବଲ ଆର କାର୍ଯ୍ୟ କଣ ଚାଲନ୍ତୁ ଜାଣିବା। ଆନେକ୍ସର ଆଇଭିର ଆନେକ୍ସର ଆଇଭି ବି ସେଇଭଳି ଆପଣମାନେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିସାରିଲା ପରେ ଏଇଟା ଆପଣମାନଙ୍କର ବ୍ୟାଙ୍କ କାର୍ଯ୍ୟରେ ଆସିପାରେ। ଏଇଟା ଆନେକ୍ସର ଆଇଭି ଆପଣମାନଙ୍କର ବ୍ୟାଙ୍କ କାର୍ଯ୍ୟରେ ଆସିପାରେ। ଯେଉଁ ଜଏଣ୍ଟ ଆକାଉଣ୍ଟ ଏନି ଗଭର୍ଣ୍ଣମେଣ୍ଟ ନ୍ୟାସନାଲ ବ୍ୟାଙ୍କ ଖୋଲିଥିବେ, ଲକ୍ ପିରିୟଡ଼ 3 ଇୟର ୱିଦାଉଟ୍ ଫ୍ୟାସିଲିଟି ଫର୍ ଇଟ୍ସ ପ୍ରି ମ୍ୟାଚୁର। ଏଇଟା ହେଉଛି ଆପଣମାନଙ୍କର ଯେଉଁ ବ୍ୟାଙ୍କ କାର୍ଯ୍ୟରେ ଆପଣମାନଙ୍କର ଆସିପାରେ। ଫାଷ୍ଟ ନେମ୍ ବିଲଙ୍ଗ ଓମ୍ୟାନ୍ ଇନ୍ ଦ ଜଏଣ୍ଟ ଆକାଉଣ୍ଟ। ଆପଣ ମାନେ ଯେଉଁ ଆକାଉଣ୍ଟଟା ଯେଉଁ ଲେଡ଼ିଜ୍ ଯେଉଁ ୱାଇଫ୍ ଆପଣମାନେ ଯାହାକୁ ମ୍ୟାରେଜ୍ କରିଥିବେ ତାଙ୍କର ଯେଉଁ ଫାଷ୍ଟ ନେମ୍ ଯାହା ଯେଉଁ ହିସାବରେ ଆପଣମାନେ ଯେମିତି ଆଧାର ଥିବ ସେଇଭଳି ଆପଣମାନେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ସିଗ୍ନେଚର ଅଫ୍ ହଜବେଣ୍ଡ, ସିଗ୍ନେଚର ଅଫ୍ ୱାଇଫ୍ ଆକୁ ସିଗ୍ନେଚର ମାରିକି ଡେଟ୍ ପ୍ଲେସ୍ ସେଇ ଜାଗାରେ ପକେଇବେ। ପକେଇ ସାରିଲା ପରେ ଏଇଟା ଆପଣମାନଙ୍କର ବ୍ୟାଙ୍କ ଯେଉଁ ବ୍ୟାଙ୍କଟା ଆପଣମାନେ ଖୋଲିବେ ସେଇଠି ଆପଣମାନଙ୍କର ଏଇଟା କାମରେ ଆସିବ। ସୋ ଆପଣମାନେ ଆକୁ ପାଇବେ କେଉଁଠୁ ନା ଆମ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ କରନ୍ତୁ। ଜଏନ୍ କରି ମୋତେ ମେସେଜ୍ କରନ୍ତୁ କିମ୍ବା ଡାଇରେକ୍ଟ ମୋତେ ହ୍ୱାଟ୍ସଆପ୍ରେ DM କରନ୍ତୁ କିମ୍ବା ଆମ ଫେସବୁକ୍ ପେଜ୍ରେ ମୋତେ ମେସେଜ୍ କରନ୍ତୁ କିମ୍ବା ଇନଷ୍ଟା ଆଇଡ଼ି କିମ୍ବା ମୋତେ ମେଲ୍ ଆଇଡ଼ି ସବୁ ଲିଙ୍କ୍ ଆପଣମାନଙ୍କୁ ଡେସ୍କ୍ରିପସନ୍ରେ ମିଳିଯିବ। ଆପଣମାନେ ଯେଉଁଥିରେ ମୋତେ ମେସେଜ୍ କଲେ ମୁଁ ଆପଣମାନଙ୍କୁ ଏ ଫର୍ମ ଦୁଇଟା ପ୍ରୋଭାଇଡ଼ କରିଦେବି। ଠିକ୍ ଅଛି। ବାକି ରହିଲା ଏଇଭଳି ଭାବରେ ଆପଣମାନେ ଆପ୍ଲାଏ କରିପାରିବେ। ସୋ ଆଶା କରୁଛି ଦର୍ଶକ ବନ୍ଧୁ ଆପଣମାନଙ୍କୁ ନିଶ୍ଚିନ୍ତ ଏ ଛୋଟିଆ ସ୍ମଲ୍ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଭଲ ଲାଗି ତାହେଲେ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ଚ୍ୟାନେଲ୍ ଯଦି ନୂଆ ଆସୁଛନ୍ତି ଗୋଟେ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେନି। ଯଦି ଆମ ଫେସବୁକ୍ ପେଜ୍ରେ ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ଆମ ପେଜ୍କୁ ଫଲୋ କରିବାକୁ ଜମାରେ ଭୁଲନ୍ତୁ ନାହିଁ। ସୋ ଦର୍ଶକ ବନ୍ଧୁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ନିଶ୍ଚିନ୍ତ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଏଇଠି ଶେଷ କରୁଛି। ରହୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ତବ ତକ୍ କେ ଲିଏ ବାଏ, ଜୟ ଜଗନ୍ନାଥ।